ଆପଣମାନେ ଶୁଣୁଛନ୍ତି ରେଡିଓ କୋରାପୁଟ। ଆଜି ଥିଲା ବିଶ୍ୱ ତମ୍ବାଖୁ ବର୍ଜନ ଦିବସ। ବିଶ୍ୱରେ ବଢ଼ୁଥିବା ଏହି ସମସ୍ୟାକୁ ନେଇ ଆଜି କୋରାପୁଟର ସିଡିଏମଙ୍କର କାର୍ଯ୍ୟାଳୟରେ ଥିବା ସଭାଗୃହରେ ଏକ ସଭା ଆୟୋଜିତ ହୋଇଯାଇଛି, ଯେଉଁଥିରେ ଏହି ତମ୍ବାଖୁ ସେବନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ରୂପରେ ଆଲୋଚନା ହୋଇଛି। କିପରି ଭାବରେ ଜଣେ ଆଉ ଜଣକୁ ବୁଝାଇ ପାରିବେ ଯେ ତମ୍ବାଖୁ ବର୍ଜନ କରିବାକୁ ହେବ, କାରଣ ଆଉ ବିକଳ୍ପ କିଛି ନାହିଁ। ଶରୀର ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ। ତେଣୁ ଏହି ସମଗ୍ର ସମାଜକୁ ସୁସ୍ଥ ରଖିବା ପାଇଁ ଆଜିର ଏହି ଦିବସଟି ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଆମେ ଆଶା କରୁଛୁ ଏହି ତମ୍ବାଖୁ ବର୍ଜନ ଦିବସରେ ତମ୍ବାଖୁ ସେବନ କରୁଥିବା ବ୍ୟକ୍ତିମାନେ ପୁଣି ଥରେ ଟିକେ ଚିନ୍ତା କରିବେ ଯେ ସେମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ କିପରି ଭାବରେ ପ୍ରଭାବିତ କରୁଛନ୍ତି ଏବଂ ପରବର୍ତ୍ତୀ ବଂଶଧରମାନଙ୍କ ପାଇଁ କିପରି ଏକ ଚ୍ୟାଲେଞ୍ଜିଂ ସିଚୁଏସନ୍ କ୍ରିଏଟ୍ କରୁଛନ୍ତି, ସେ ସମ୍ପର୍କରେ ନିଶ୍ଚିତ ଭାବରେ ଆଲୋଚନା କରିବେ, ଚିନ୍ତା କରିବେ ଏବଂ ବିହିତ ପଦକ୍ଷେପ ନେବା ପାଇଁ ପ୍ରୟାସ କରିବେ। କଷ୍ଟ ନିଶ୍ଚିତ ଭାବରେ ଛାଡ଼ିବା, କିନ୍ତୁ ଛାଡ଼ିବାକୁ ହିଁ ପଡ଼ିବ, କାରଣ ତାର ବିକଳ୍ପ କିଛି ନାହିଁ। ରହୁଛି ତେବେ ପୁଣି ଥରେ ଆଉ ଏକ ଅଧ୍ୟାୟରେ ଆପଣଙ୍କ ସହିତ ଦେଖାହେବ। ସେତିକି ପର୍ଯ୍ୟନ୍ତ ଶାନ୍ତାକର ବିଦାୟ ନେଉଛି। ରେଡ଼ିଓ ପ୍ରଭୁ ନମସ୍କାର।